ତୁମରି ପଦ ଚୁମ୍ବନ କରୁଅଛୁ। ପ୍ରଭୁ ଆମେ ଏଠାରେ ବସୁଅଛୁ ଆମର ପୂର୍ବ ଜୀବନ ପୂର୍ବ ଅବସ୍ଥା ସ୍ମରଣ କରୁଅଛୁ, ମନେ ପକାଉଛୁ। ପ୍ରଭୁ ଧନ୍ୟବାଦ ଦେଉଛୁ। ଦିନେ ଆମେ ଦରିଦ୍ର ଥିଲୁ, ଦିନେ ଆମେ ନିଚ ଜାତିରେ ଗଣିତ ହେଉଥିଲୁ, ଲୋକମାନେ ଘୃଣା କରୁଥିଲେ। ପ୍ରଭୁ ଅନ୍ଧକାର ମଧ୍ୟରେ ଥିଲୁ, କିନ୍ତୁ ତୁମରି ମହାଦୟା ହେତୁ, ତୁମରି ସୁସମାଚାରର ଶକ୍ତି ହେତୁ ତୁମେ ଆମକୁ ପରିଦର୍ଶନ କର। ଓ ଜେରୁସାଲେମରୁ ପ୍ରଭୁ ଏ ରାୟଗଡ଼କୁ ତୁମରି ସୁସମାଚାର ଆସିଲା। ଧନ୍ୟ ପ୍ରଭୁ, ହାଲେଲୁୟା ପ୍ରଭୁ, ଧନ୍ୟ ବାପା, ଧନ୍ୟ ବାପା। ଆମେ ତୁମକୁ ଜାଣିଲୁ, ତୁମେ ଆମକୁ ଜାଣିଲ। ଧନ୍ୟ ପ୍ରଭୁ, ଆମମାନେ ପାପୀ ନଗଣ୍ୟ ତୁଚ୍ଛ ଲୋକମାନେ ହେଲେ ମଧ୍ୟ ଆମମାନଙ୍କୁ ତୁମେ ସାଉଁଟିଲ। ଆମମାନଙ୍କର ପାପ କ୍ଷମା କର, ଆମମାନଙ୍କର ନାମ ଜୀବନ ପୁସ୍ତକରେ ଲେଖିଲ। ପ୍ରଭୁ ତୁମ ନାମର ଧନ୍ୟବାଦ କରୁଅଛୁ। ଏ ଗ୍ରାମର ପ୍ରତ୍ୟେକ ତୁମର ପିଲାମାନଙ୍କ ନିମନ୍ତେ ଧନ୍ୟବାଦ ଦେଉଛୁ। ବିଶ୍ୱାସୀ ମାନଙ୍କ ନିମନ୍ତେ ଧନ୍ୟବାଦ ଦେଉଛୁ। ପ୍ରଭୁ ଧନ୍ୟ ପ୍ରଭୁ, ଆମମାନଙ୍କୁ ଗୋଟିଏ ଗୀର୍ଜାଘର ଦେଇଥିଲ, କିନ୍ତୁ ପ୍ରଭୁ ତୁମର ପିଲାମାନେ ଆଉ ଗୋଟେ ବଡ଼ ଗୀର୍ଜାଘର କରିବା ନିମନ୍ତେ ଆଲୋଚନା କରୁଛନ୍ତି, ଯୋଜନା ପ୍ରସ୍ତୁତ କରିଛନ୍ତି। ସେଇଥିପାଇଁ ଧନ୍ୟବାଦ ଦେଉଛୁ। ପ୍ରଭୁ এই ଯୋଜନା ଆମରି ଦ୍ୱାରା ନ ହେଉ ପ୍ରଭୁ, এই ଯୋଜନା ତୁମରି ପାଦ ତଳେ ରଖୁଛ ପ୍ରଭୁ। ଆମର ଟଙ୍କା ବଳରେ, ଆମମାନଙ୍କର ଜ୍ଞାନ ବଳରେ, ଲୋକ ବଳରେ ଯେପରି ଏହା ନ କରିବୁ ପ୍ରଭୁ, ଆମମାନଙ୍କୁ ଦୟା କର, ଚେତନା ଦିଅ, ଧମକ ଦିଅ ପରମେଶ୍ୱର ବାପା। ଆତ୍ମାଙ୍କ ଦ୍ୱାରା ତୁମରି କାର୍ଯ୍ୟ ହେଉ ପ୍ରଭୁ। ତୁମେ ଆରମ୍ଭ କର, ତୁମେ ଶେଷ କର। हे प्रभु मु दीन दास प्रार्थना करूछे। प्रेममय प्रभु ଆମମାନଙ୍କ ମଧ୍ୟରେ ଏକତା ଦିଅ, ଉତ୍ତମ ବୁଦ୍ଧ